ସମସ୍ତଙ୍କୁ ମୋ ନମସ୍କାର ଦର୍ଶକ ବନ୍ଧୁ। ଆଜି ଇନ୍ଦ୍ର ଭୁବନର ଆଖଡ଼ା ପୂଜା ବହୁତ ଖୁସି ଲାଗୁଛି। ଆଉ ସବୁଠାରୁ ବେଶୀ ଖୁସି ଲାଗୁଛି ଯେଉଁଟାକି ମୋ ଫ୍ୟାନ୍ମାନଙ୍କ ପାଇଁ ଆମର ପରିବର୍ତ୍ତନ ଏ ବର୍ଷ ଆମେ ଦୁଇ ଜଣଙ୍କର ଏବଂ ଆପଣମାନଙ୍କ ପାଇଁ ବହୁତ ଭଲ ଭଲ ନାଟକ ଗୁଚ୍ଛ ରହିଛି। ଭଲ ନୂଆ ଆକ୍ସନ୍, ନୂଆ ଡାଇଲଗ୍, ନୂଆ ଗୋଟେ ବର୍ଷର କିଛି ଯାହା କିଛି ପରିକଳ୍ପନା ଆପଣମାନଙ୍କ ପାଇଁ ରହିଛି। ସବୁକିଛି ସମଥିଙ୍ଗ ଡିଫରେନ୍ସ ମୋତେ ଲାଗୁଛି ଲାଗିବ ଆପଣଙ୍କୁ ଇନ୍ଦ୍ର ଭୁବନରେ, ଯେଉଁଟାକି ମୁଁ ଜାଣିଛି ଓଡ଼ିଶାର ଦର୍ଶକ ବନ୍ଧୁ ବର୍ତ୍ତମାନ ନାଟକ ପାଇଁ ଯେଉଁ ବ୍ୟାକୁଳ ହୋଇକି ରହିଛନ୍ତି। ଯେଉଁ ନାଟକ ଗୁଚ୍ଛ ଆମେ ପୁରାତନ ଦେଇ ଆସିଛୁ ସେଇଗୁଡ଼ାକ ସେ ଝୁରୁଛନ୍ତି। ତ ଆମେ ପ୍ରୟାସ କରୁଛୁ ସେଭଳି ସବୁ ନାଟକ ଗୁଚ୍ଛ ଆପଣଙ୍କ ସାମ୍ନାରେ କିଛି କିଛି ଗୋଟେ ପ୍ରୟାସ ରଖିବୁ। ଆପଣମାନଙ୍କୁ ନାଟକ ଦେଖିବାକୁ ଭଲ ଲାଗିବ, ନାଟକର ମଜା ଆପଣ ନିଶ୍ଚୟ ପାଇବେ। ତା ସାଙ୍ଗକୁ ମେଲୋଡ଼ି, ରେକର୍ଡ଼ ଡ୍ୟାନ୍ସ ସବୁ ସୁସଂଗଠିତ ହିସାବରେ ହେଇଛି ବୋଲି ମୋତେ ଲାଗୁଛି। ଏ ବର୍ଷ ଇନ୍ଦ୍ର ଭୁବନରେ ଗୋଟେ ନୂଆ ଇନ୍ଦ୍ର ଭୁବନ ପରିକଳ୍ପନା କରୁଛନ୍ତି ଓନର ଭାସ୍କର ବାବୁ ଏବଂ ମନୋଜ ବାବୁଙ୍କର ପରିଚାଳନାରେ ଭଲ ଗୋଟେ ଟିମ୍ ହେଇଛି। ସେଥିପାଇଁ ବହୁତ ଖୁସି ଲାଗୁଛି। ବହୁତ ଶୃଙ୍ଖଳିତ ଟିମ୍ ଅଲସ, ନାଟୁଆ ଟିମ୍ ଅଲସ ଏବଂ ତିନିଟି ଫର୍ମାଟ୍ରେ ମେଲୋଡ଼ି, ରେକର୍ଡ଼ ଡ୍ୟାନ୍ସ ଏବଂ ନାଟକରେ ଭଲ ଭଲ କଲେକ୍ସନ୍ କରାହେଇଛି ଏ ବର୍ଷ। ସେଥିପାଇଁ ମୋତେ ଲାଗୁଛି ଆସନ୍ତା ବର୍ଷ ଦର୍ଶକମାନେ ନିଶ୍ଚୟ ଇନ୍ଦ୍ର ଭୁବନର ନାଟକ, ମେଲୋଡ଼ି, ରେକର୍ଡ଼ ଡ୍ୟାନ୍ସକୁ ଆପଣେଇବେ, ଦେଖିବେ। ମୋର ଆଶା ଆଉ ବିଶ୍ୱାସ ନିଶ୍ଚୟ କିଛି ନୂଆ ଦେଖିବେ। ସବୁବେଳେ ଆପଣଙ୍କ ଲୁକ୍ ଆଉ ଡାଇଲଗ୍କୁ ନେଇକି ଦର୍ଶକ ବି ଭଲ ପାଆନ୍ତି, କାରଣ ଆପଣ ଯେଉଁ ଚାହାଣୀଟା ଦିଅନ୍ତି ସେଟା ଟିକେ ବେଶୀ ଦର୍ଶକ ଆଟ୍ରାକ୍ଟ କରେ। ଆଜ୍ଞା, ତ କେମିତି କ'ଣ ସେ ଚାହାଣୀଟା ଅନ୍ ଦ ସ୍ପଟ୍ କ୍ରିଏଟ୍ କରନ୍ତି? ଅନ୍ ଦି ସ୍ପଟ୍ ମେକଅପ୍ ଆଉ କଷ୍ଟ୍ୟୁମ୍ ଏସବୁ ଦେହରେ ମାରି ସାରିଲା ପରେ, ପିନ୍ଧି ସାରିଲା ପରେ ଯେତେବେଳେ ଷ୍ଟେଜ୍ର ପ୍ରଥମ ପାଦ ରଖିବାକୁ ପଡ଼େ ପେଣ୍ଡାଲ ଉପରେ, ସେତେବେଳେ ଚରିତ୍ର ସହିତ ମଜିବାକୁ ପଡ଼ିଥାଏ। ତ ଚରିତ୍ର ଯଦି ସେଇ ଟାଇପ୍ର ଆକ୍ସନ୍ ଭିତ୍ତିକ ଚରିତ୍ର ହେଇଥାଏ ତ ଦର୍ଶକମାନେ ମୋ ଦ୍ୱାରା ଯାହା କିଛି ସେମାନେ ମାନେ ମଜା ନିଅନ୍ତି। ଏବଂ ଯଦି କିଛି ପ୍ୟାଥେଟିକ୍ ଜିନିଷ ରହିଲା ତ ସେମାନେ ଟିକେ ସେଇ ହିସାବରେ ଯିବାକୁ ମନମନା କରନ୍ତି, କିନ୍ତୁ ତାଙ୍କୁ ଭଲ ଲାଗେ ଡାଇଲଗ୍ ଜିନିଷ, ଆକ୍ସନ୍ ଜିନିଷ ଦେଖିବା ପାଇଁ। ଆପଣ ଦୁଇ ଜଣ ବହୁତ ପୁରୁଣା ଦିନର ଯାତ୍ରା ଆର୍ଟିଷ୍ଟ ଉପରେ କାମ କରୁଛନ୍ତି, ବହୁତ ସାରା ଦର୍ଶକଙ୍କୁ ଭଲ ପାଇଲେ, କିନ୍ତୁ ଆଜିକାଲି ବହୁତ ସାରା ଆର୍ଟିଷ୍ଟ ଆସୁଛନ୍ତି ସେମାନେ କିଛି ନାଟକ କରି କଣ୍ଟ୍ରୋଭର୍ସି କ୍ରିଏଟ୍ କରୁଛନ୍ତି, କିନ୍ତୁ ଆପଣ ଏତେ ଦିନ ଯାକ ବିନା କଣ୍ଟ୍ରୋଭର୍ସିରେ କେମିତି ଅଛନ୍ତି? ଶୁଣନ୍ତୁ, ଭଲ କଥା ଗୋଟେ ପଚାରିଲେ, ଯେଉଁଟା ଏଇଟା ମୁଁ ଭାବୁଥିଲି ମଧ୍ୟ। ଏଇ ସମୟରେ ଆମେ ମୁହଁ ଦେଖେଇନୁ କି କିଛି କହିନୁ। କିଛି କହିବାଟା କ'ଣ କହିବା ଆଜ୍ଞା, ଆପଣ ଦେଖୁଛନ୍ତି ତ ଯିଏ ଯାହା ହେଉଛନ୍ତି ଆପଣମାନଙ୍କ ସାମ୍ନାରେ। ତ ଆମେ ସେମିତି ହେବାକୁ ଚାହୁଁନି, ଯାତ୍ରାକୁ ଟିକେ ବଞ୍ଚିବାକୁ ଚେଷ୍ଟା କରୁ। ଯାତ୍ରାକୁ ଆଉ କେଇ ପାଦ ଆଗକୁ ନେବାକୁ ହେଉଛି ଲକ୍ଷ୍ୟ। ଏଠି କଣ୍ଟ୍ରୋଭର୍ସି ସମୟରେ ଆମେ ଯାତ୍ରା କଥା ଚିନ୍ତା କରୁଥିଲୁ, ଯାତ୍ରାରେ କେତେ କେତେ ନୂଆ ଜିନିଷ ଦେଇହେବ, ନୂଆ କ'ଣ କରିହେବ। ସେଇ ସମୟଟା ମୋତେ ଯାତ୍ରା ବିଷୟରେ ମୋତେ ଚିନ୍ତା କରିବାକୁ ପଡ଼େ, ମୋ ଦର୍ଶକମାନଙ୍କ ପାଇଁ ଚିନ୍ତା କରିବାକୁ ପଡ଼େ। ମୁଁ ସବୁବେଳେ 24 ଘଣ୍ଟା ଆଜ୍ଞା, ଆପଣ କିଏ କ'ଣ ଭାବିଥାନ୍ତୁ ମୁଁ କ'ଣ ଜାଣେ ନା, ମୋତେ କିଏ କ'ଣ ଭାବିଥାନ୍ତୁ, କିଏ ଗର୍ବୀ କି ଅହଙ୍କାରୀ ତାହା ମଧ୍ୟ ମୁଁ ଜାଣେ ନା, କିନ୍ତୁ ଆପଣ ଭାବୁଥାନ୍ତୁ ସବୁବେଳେ ଆପଣମାନଙ୍କ ପାଇଁ ନାଟକ, ଗୀତ, ନାଚ ଭିତରେ ମୁଁ ସବୁବେଳେ ଗୁଣଗୁଣ ହେଇକି ରହିଥାଏ। ସେହି ସମୟରେ ଡିଷ୍ଟର୍ବାନ୍ସ କଲେ ଯେହେତୁ ମୁଁ ଆପଣଙ୍କ ସହିତ ସେୟାର କରିପାରିନି ସେଇଟା ସରି, କିନ୍ତୁ ମୁଁ ଆପଣମାନଙ୍କ ପାଇଁ ଲାଗିଥାଏ। ଏତିକି ଜାଣିଥାନ୍ତୁ, 24 ଘଣ୍ଟା ହିଁ ମୋତେ ମଜିବାକୁ ପଡ଼େ। ମୁଁ ନାଟକ ସମୟରେ ହେଉ କି ଘରେ ବସିଥିବା ସମୟରେ ବି ହେଉ, କେବଳ ଯାତ୍ରା ଯାତ୍ରା ନୂଆ ସମଥିଙ୍ଗ ଡିଫରେନ୍ସ କ'ଣ ଆପଣମାନଙ୍କ ପାଇଁ ହେବ ତାର ସାଧନା ହିଁ ନଥାଏ। ବିନୋଦ ବେବିନା ଦୁଇ ଜଣ ଯୋଡ଼ିକୁ ଦର୍ଶକ ବେଶ ଭଲ ପାଇବା ଦେଇଛନ୍ତି। ଆଜ୍ଞା, ଆପଣ ଯୋଉ ଯାତ୍ରା ପେଣ୍ଡାଲରେ ଯୋଉ ଦେଖାନ୍ତି ଆପଣଙ୍କର ଆଜ୍ଞା, ରିଆକ୍ସନ୍ ଆକ୍ସନ୍, ଆଜ୍ଞା, ଲୋକମାନେ ସେ ସମୟରେ ଆପଣଙ୍କର ଆକ୍ସନ୍ ଦେଖିକି ତାଳି ଆରମ୍ଭ ହୋଇଯାଏ। ଆଜ୍ଞା, ଆପଣଙ୍କର ମାନେ ଆଇ ହଉ, ମାନେ ସବୁ ଜିନିଷରେ ଆପଣଙ୍କର ଆଟ୍ରାକ୍ସନ୍ ଥାଏ। ଆଜ୍ଞା। ଟିକେ ଦର୍ଶକଙ୍କ ପାଇଁ କିଛି ଝଲକ। ପ୍ରେମ এইটা হচ্ছে অভিযোগ মান সিংর নূয়া স্টাইল প্রেম। এ প্রেম হৃদয়ର ନୁହଁ, ରକ୍ତର। ତୋ ଭଳି ଗୋଟେ ବାଜ୍ୟ ପ୍ରେମିକାର ପ୍ରେମିକ ହେବା ପାଇଁ ଏ ଅଭିଯୋଗ ମାନ ସିଂ ଘୃଣା କରେ। ଗୁଡ୍ ବାଏ ଲଭ୍, ଗୁଡ୍ ବାଏ। ଯେତେବେଳେ ପେଣ୍ଡାଲରେ ନାଟକ କରନ୍ତି ସେତେବେଳେ ତାଳି ମିଳେ, ଗାଳି ମଧ୍ୟ ମିଳେ। ଆଜ୍ଞା, ଏଟାକୁ କେମିତି ଆକ୍ସେପ୍ଟ କରନ୍ତି? ମୋତେ ବହୁତ ଭଲ ଲାଗେ ଆଜ୍ଞା। ତାଳି ଏବଂ ଗାଳି ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗେ। ତାହା ଭିତରେ ମିଶ୍ରିତ ହେଇ ଲୋକମାନଙ୍କର ପ୍ରତିକ୍ରିୟା ଥାଏ, ଦର୍ଶକମାନଙ୍କର। ଯେଉଁମାନେ କିଛି ଠିକ୍ କହୁଥାନ୍ତି ତାକୁ ଆମେ ଗ୍ରହଣ କରୁ, ଯେଉଁଟା ଲାଗେ ଆମକୁ ଠିକ୍ ନୁହେଁ ବୋଲି ତାହା ମଧ୍ୟ ଶୁଣିବାକୁ ପଡ଼ିଥାଏ। ଯେହେତୁ ଲାଇଭ୍ ଲୋକମାନଙ୍କର
ताली एवं गाली सबूक आमको शुणा ही पड़े किंतु आमको धैर्यर सहित मुकाबला करने पड़े से ଏଇଟା ନଅଙ୍କ ଦୁର୍ଭିକ୍ଷ ଆପଣ ସେ କ୍ୟାରେକ୍ଟର ଅଛନ୍ତି କେମିତି କ'ଣ ରହିଛି ଷ୍ଟୋରିଟା? नौक दुर्भिक्ष गोटे भल टाइटल एवं अनुसंधानमूलक टाइटल अल्सो होती नौक दुर्भिक्षर आमे तो एपर्यंत नाटक आरंभ होती आउ दर्शक मान गोटे डायलग से उद्धृतांश डायलग से मुझे कहीदेली अवश्य मन ना कि थी आप देखिए तो दीपक जेनाकर लिखित नाटक निश्चय आशा विश्वास गोटे भल विस्फोरण कर भल टाइटल अच्छी अल्सो आउ तेणुक रहा निर्भर कहानी उपर आउ तेणु 3टा नुआ नाटक आगे आम ये उतारी सारा आपन जानवे एटा कौन होती बोली सर बहुत सारा कलाकार अभियोग करते हमको मालिक तो पैसा दौना आम पैसा खाई जाऊँ तो आपण कौन चलती मालिक दौना मालिक पैसा खाई दौरान ये विषय पुणी मिश्रित राय रही सब मालिक से नुहे कि सब परिप्रेक्षी एमती हुए आजावत अवश्य यात्रा अनुष्ठान चाकरी करुँची से फेस है किंतु जो मान भी होती से कथा अनदेखा करा जाई न पारे किंतु जी जहाँ न दे पारुथो कौन पाई दे पारुथो परिवेश परिस्थिति अनुजाई ये तो चलो सेटा कहबनी आज्ञा किए कौ मालिक भल मालिक सांगे सांगे देदेवे कौ मालिक जी कोई सफरिंग हो कि असुविधा हो कौन बा होई पारे तेणु निश्चय कि गोटे प्रोब्लेम थाई कि कौन एराइज होता पारे तो ये निश्चय गोटे समस्या हो इंद्रभुवन मालिक विषय विषय कह बहुत भल मत बहुत दी थर 3 थर मत अटेम्प्ट करी अतीतर 2 थर मुखर डाकरा पाई तो यही वर्ष हुए तो ठाकुर मोर गोटे बरात थिला एटिके आसबार आउ प्लाटफर्म तो प्लाटफर्म आमको काम करने पड़े मु भावेनी आम गोटे भल भल मालिक होता दरकार भल परिचय होता दरकार एवं को आर्टिस्ट माने सबू सहयोगी एवं आम सांगे काम करथला भली दक्षता थिया दरकार एमिति हेले आमको भल लागिवो तो मते लागिची एभली गोटे अनुष्ठान मते मिलिची आउ बाबू तो बहुत भल लोक तांको सहित मो कई पटे कथारे से मते डायरेक्ट राखिथिले तांको सहित मो कथा हेतिली तांको कथा तांको मिजाज मते बहुत भल लागिथला जो पय मु डन करथि बेबिना मैडम को छाड़ी कि अन्य कौन से अभिनेत्री सहित शेयर माने स्क्रीन शेयर करने को चाहिए स्टेज करुच्ची बहुत करुच्ची वर्ष बोध मैडम को कही होनी ए वर्ष बोध हुए शेष वर्ष भी होता पारे जेहेतु घर फैमिली माने शेष वर्ष तक होता पारे कारण मु तो जारी रखी आम जब अलविदा कहबू किंतु बेबी सांगे जहाँ केमिस्ट्री आपण अन्य हिरो हिरोइन मान सांगे से केमिस्ट्री रहिबो आगुरु थिला एबे भी अच्छी फ्यूचर भी रहिबो मु आज्ञा अभिनय ही अभिनय जाने सेठी मो जगार बेबी ठिया हो कि अन्य जेकोसी एक्ट्रेस ठिया होता से समान भंगी अभिनय करिया मते पड़े मिस करिवेनी दे वर्ष लास्ट तो निश्चय मिस करी बहुत एत वर्षर जोड़ी सफल जीवनर मिस करी तो निश्चय दर्शक मध्य हुए तो मिस करी पारंती तो आम केत थर ये कहलुँ आ दर्शक मान आसवाक पड़ुची एवं केतबेले उपरवालार बरात थो से कहीपारूनी से आपण मान आम जहाँ फल देवे उपरवाला आमको भोग करा पड़ो दर्शक मिस करते पुणी कहीपरि कहीं उपरवाला दर्शक भल पाइबा उपरवालार जदि सहमति रहा तो सी जदि परिस्थिति सेमती किसी भल मंद आपण मान आम ठिया कले तो से निश्चय पुणी आस किसी असुविधा ही नहीं।